ଗୋଟେ ଅଣ୍ଡାଟାକୁ ମୁଁ ଭାଙ୍ଗିଲି ଜଷ୍ଟ ପିଠା କରିବି ବୋଲି, ଅଣ୍ଡା ଆମଲେଟ୍ କରିବି ବୋଲି ଭାଙ୍ଗିଲି ସାଙ୍ଗମାନେ, ଆପଣ ଦେଖିପାରୁଥିବେ ଏ ଅଣ୍ଡା ଭିତରୁ ନା ଗୋଟେ କେମିତି ଆଇସ୍ ଟାଇପ୍ର ଯେମିତି ଗୋଟେ ଦେଖନ୍ତୁ କେମିତି ବାହାରୁଛି ଆ ଭିତରୁ, ମାନେ ଦେଖିପାରୁଥିବେ କେମିତି ବାହାରୁଛି ଆ ଭିତରୁ, ହ୍ୱାଇଟ୍ ହ୍ୱାଇଟ୍ ପୁରା ଏକଦମ ବସିଯାଇଛି। ଏଗୁଡ଼ା ହାତକୁ ନା ଗୋଟେ କେମିତି ଅଲଗା ଟାଇପ୍ର ଲାଗୁଛି। କ'ଣ ଏଇ ଅଣ୍ଡାଟା ମୁଁ କିଛି ବୁଝିପାରୁନି ଜିନିଷଟା କ'ଣ। ତ ଅଣ୍ଡା ଯଦି ଆପଣମାନେ ଖାଉଛନ୍ତି ଟିକେ ହୁସିଆର ହେଇକି ଖାଉଥିବେ, କାହିଁକିନା ଏଇସବୁ ଜିନିଷ ବି ମାର୍କେଟରେ ବହୁତ ସାରା ବ୍ୟାପିଛି। ଯେମିତି ଡୁପ୍ଲିକେଟ୍ ଅଣ୍ଡା ବି ଏବେ ବହୁତ ମିଳୁଛି, ମୋତେ ଲାଗୁଛି ଏଇଟା ସେଇ ଟାଇପ୍ର କିଛି ଅଣ୍ଡା ହେଇଛି। ନହେଲେ ଅଣ୍ଡା କେବେ ମୁଁ ଦେଖିନି ଏମିତି ହେବାର। ଦେଖିପାରୁଥିବେ କେମିତି ୟା ଭିତରେ ମାନେ ଗୋଟେ ଅଣ୍ଡାର ଚୋପାଟା ଯଦି ଆପଣଙ୍କୁ ଦେଖାଉଛି, ଦେଖନ୍ତୁ ମାନେ କଞ୍ଚା ଅଣ୍ଡାଟା କିନ୍ତୁ ତା ଭିତରୁ ବାହାରୁନି କିଛି, ଭାଙ୍ଗିଲା ପରେ ବି କେମିତି ରହୁଛି ଦେଖନ୍ତୁ। କେଶରଟା ପୁରା ୟା ଭିତରେ ପୁରା ସେଟ୍ ହେଇଯାଇଛି ଏମିତି।